ଓ ଶ୍ରୀକୃଷ୍ଣ, ଭାଇ ବଳରାମ, ମାତା ଦେବକୀ, ପିତା ବସୁଦେବ ଏବଂ ଜଗତ ଜନନୀ ମା ରୁକ୍ମଣୀ ବସିଛନ୍ତି। ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଶ୍ରୀକୃଷ୍ଣ ସେ ସମୟରେ ନିଜ ପିତାମାତାଙ୍କୁ ଏ ଯେଉଁ ମହାଭାରତ ଯୁଦ୍ଧର ଫଳାଫଳ ଓ ଭୟାବହତା ସମ୍ପର୍କରେ ବିଶଦ ଭାବରେ ବର୍ଣ୍ଣନା କରୁଛନ୍ତି। କୃଷ୍ଣ କହୁଛନ୍ତି ଏ ମହାଭାରତ ଯୁଦ୍ଧରେ ମହାଭୟଙ୍କର ବିନାଶ ହେଲା। ମା ଭୟଙ୍କର ବିନାଶ ହେଲା। ଅଧର୍ମର ବିନାଶ କରିବା ପାଇଁ ଅନେକ ସୁରବୀରଙ୍କୁ ନିଜ ଜୀବନକୁ ବଳିଦାନ ଦେବାକୁ ପଡ଼ିଲା। ଆମ ଅଭିମନ୍ୟୁ ମଧ୍ୟ ଜଗମଙ୍ଗଳ ପାଇଁ ତାର ପ୍ରାଣ ବଳି ଦେବାକୁ ବାଧ୍ୟ ହେଲା। ଏହି ସମୟରେ ବଳରାମ ପ୍ରଶ୍ନ କରିଛନ୍ତି କୃଷ୍ଣଙ୍କୁ ଯେ କହ୍ନାଇ, ଅଭିମନ୍ୟୁ ବିନା ଏ ସୁଭଦ୍ରା ଭଉଣୀଙ୍କର ମନର ଦଶା ଓ ଦିଶା କ'ଣ ଯେ ହେଉଥିବ। ଏହାପରେ କୃଷ୍ଣ କହିଛନ୍ତି ଆମେ ତ ସୁଭଦ୍ରା ଭଉଣୀକୁ ସାନ୍ତ୍ୱନା ଦେଇ ଫେରି ଆସିଛେ ବଡ଼ ଭାଇ। ଏହାପରେ ଦେବକୀ ଉଠି ଉଚ୍ଚସ୍ୱରରେ କ୍ରନ୍ଦନ କରି କହିଛନ୍ତି କୃଷ୍ଣ, ପୁତ୍ରର ମୃତ୍ୟୁ ପରେ କେହି ସାନ୍ତ୍ୱନା ଦେଇଦେଲେ କ'ଣ ମାର ଦୁଃଖ ହାଲୁକା ହୋଇଯାଏ ବୋଲି ତୁମେ ଭାବୁଛ? ଯେତେବେଳେ କଂସ ଜଣେ ମାର ମାତୃତ୍ୱକୁ ଆଘାତ କରି ତାରି ଆଗରେ ତା ପୁତ୍ରମାନଙ୍କୁ ମାରିଦିଏ, ତାହାର କି ଦୁର୍ଦ୍ଦଶା ହୁଏ ତୁମେ କ'ଣ ଜାଣିପାରିବ? ସେ ମାର ହୃଦୟର ଦୁର୍ଦ୍ଦଶାକୁ କ'ଣ ଅନୁଭବ କରିପାରିବ? ସେ ମାର ମରି ମରି ଗୁମରି କାନ୍ଦୁଥିବା ମମତାକୁ। ଏହା କହି ଜୋରରେ କ୍ରନ୍ଦନ କଲେ ମା ଦେବକୀ। ପ୍ରବଚନା ଦେବାକୁ ଆଗେଇ ଆସିଛନ୍ତି ଏପଟୁ ବୋହୂ ରୁକ୍ମଣୀ, ସେପଟୁ ସ୍ୱାମୀ ବସୁଦେବ। ମନା କରିଛନ୍ତି ବସୁଦେବ ଯେ ଆଉ କାନ୍ଦନି ତୁମେ। ବସୁଦେବ କହିଛନ୍ତି ଯେ ପୁତ୍ରମାନଙ୍କର କାଳ ବିୟୋଗକୁ ନେଇ ଅନେକ ତୁମେ କାନ୍ଦି ସାରିଛ ଦେବୀ, ଆଉ କାନ୍ଦ ନାହିଁ। ତୁମର ସେ ଲୁହ ପୋଛି ପୋଛି ମୋର ଆଉ ସାମର୍ଥ୍ୟ ନାହିଁ। ତୁମର ସେ ମମତାର ଉଷ୍ମ ଅଶ୍ରୁକୁ ସ୍ପର୍ଶ କରିବାକୁ ମୋର ଆଉ ଜୁ ନାହିଁ, ମୋର ଆଉ ସାମର୍ଥ୍ୟ ନାହିଁ। ଏହା ଶୁଣି କୃଷ୍ଣ ବଳରାମ ନିଜ ସ୍ଥାନରୁ ଉଠି ଆସି ଆଗେଇ ଆସିଛନ୍ତି ମାଙ୍କ ପାଖକୁ। ମା ଦେବକୀ ଓ ବସୁଦେବଙ୍କ ପାଖରେ ଠିଆ ହୋଇଛନ୍ତି କୃଷ୍ଣ ବଳରାମ। ଛାତିରେ ଜାବୁଡ଼ି ଧରିଛନ୍ତି ଦେବକୀଙ୍କୁ ରୁକ୍ମଣୀ। ନିଜ ପଣତ କାନିରେ ନିଜ ଶାଶୁଙ୍କର ଆଖିରୁ ବହୁଥିବା ଲୁହକୁ ପୋଛି ଚାଲିଛନ୍ତି ମା ରୁକ୍ମଣୀ। ଏହାପରେ ବଳରାମ କହିଛନ୍ତି ପିତାଶ୍ରୀ ଓ ମାତାଶ୍ରୀ, ଅତୀତର ଯେଉଁ ଦୁଃଖ ମନରେ ଦୁଃଖ ଭରିଦିଏ, ସେ ଦୁଃଖକୁ ଭୁଲିଯିବା ଶ୍ରେୟସ୍କର ଅଟେ। ଏହାପରେ କୃଷ୍ଣ କହିଛନ୍ତି ଦାଉ ଭାଇ, ଠିକ୍ କହିଛନ୍ତି ମାତା, ଠିକ୍ କହିଛନ୍ତି ଆପଣ। ବଳରାମ ଯେତେବେଳେ କହିଛନ୍ତି ଦୁଃଖକୁ ଭୁଲିଯିବା ଉଚିତ, କୃଷ୍ଣ କହିଛନ୍ତି ଦାଉ ଭାଇ ଠିକ୍ କହିଛନ୍ତି। ଏହାପରେ ଦେବକୀ ଆରମ୍ଭ କରିଛନ୍ତି। ଦେବକୀ କହିବାକୁ ଲାଗିଛନ୍ତି କେତେ ସହଜରେ ତୁମେ କହିଦେଲ କୃଷ୍ଣ, ଜଣେ ମା ତାର ପୁତ୍ରମାନଙ୍କ ବିୟୋଗକୁ ଭୁଲିବା କ'ଣ ଏତେ ସହଜ? ଜଣେ ମା କେବଳ ତାର ପିଲାମାନଙ୍କ ସ୍ମୃତିରେ ହିଁ ବଞ୍ଚି ରହିଥାଏ, ଭୁଲିବାର ସମ୍ଭାବନା ଆଦୌ ନଥାଏ। ରୁକ୍ମଣୀ କହିଛନ୍ତି ମାତାଶ୍ରୀ। ଏହାପରେ ଦେବକୀ ପୁଣି ଆରମ୍ଭ କରିଛନ୍ତି ଯେ ମୋର 6 ପୁତ୍ର ମୋ ଆଖି ସାମ୍ନାରେ ମହାକାଳ ମାରିଦେଲା। ସେ ସମୟରେ ମୋ ଭାଇ ତଥା କୃଷ୍ଣ ବଳରାମଙ୍କର ମାମୁଁ ମୋ ପିଲାଙ୍କ ପାଇଁ କାଳ ବନି ଆସିଥିଲା। ମୋ ପିଲାମାନେ ଜନ୍ମ ହେଲା କ୍ଷଣି
ମୋ ହାତରୁ ଛଡ଼ାଇ ନେଲା କଂସ, ଟାଣି ନେଇଗଲା ମୋ ହାତରୁ ଏବଂ ମୋ ଆଖି ସାମ୍ନାରେ ନିର୍ଦ୍ଦୟତାର ସହ ସେମାନଙ୍କୁ ଗୋଟିଏ ପରେ ଗୋଟିଏ ମାରି ଚାଲିଲା। ଏ ଦୁଃଖକୁ କ'ଣ ମୁଁ କେବେ ଭୁଲି ପାରିବି? ସେ ଅତୀତର ସେ ସ୍ମୃତିକୁ ମୁଁ କ'ଣ ଏମିତି ଭୁଲି ଯାଇପାରିବି? କାରଣ ମୁଁ ଜଣେ ମା, ଏହା ଭୁଲିବା ମୋ ପକ୍ଷରେ କେବେ ସମ୍ଭବ ନୁହେଁ। ନା ମୁଁ ସେ ପିଲାମାନଙ୍କୁ ହୃଦୟରେ ଲଗାଇବାର ସୁଯୋଗ ପାଇଛି, ନା ଭଲ କି ଆଖି ଫୁରାଇ ଦେଖିବାର ସୌଭାଗ୍ୟ ଟିକେ ପାଇଛି। କେବଳ ଜନ୍ମ ଦେଇଛି, ଜନ୍ମ ଦେଲା କ୍ଷଣି କଂସ ଭିଡ଼ି ନେଇଛି ମୋ କୋଳରୁ। ମୁଁ ହେଉଛି ସେ ଅଭାଗିନୀ ମା, ଯିଏ ପିଲାମାନଙ୍କୁ ଟିକେ ମାତୃତ୍ୱର କ୍ଷୀର ପ୍ରଦାନ କରିବାର ସୌଭାଗ୍ୟରୁ ବଞ୍ଚିତ। ଯେତେବେଳେ ମୋ ଭାଇ କଂସ ମୋ ପିଲାମାନଙ୍କୁ ମୋ ଠାରୁ ଛଡ଼ାଇ ନେଉଥିଲା, ସେ ପିଲାମାନେ ମୋର ଚିତ୍କାର କରୁଥିଲେ, ଭେଁ ଭେଁ ହୋଇ କାନ୍ଦୁଥିଲେ। ସେମାନେ କିଛି କଥା ନ କହିପାରୁଥିଲେ ମଧ୍ୟ ମୋତେ ଲାଗୁଥିଲା ସେମାନଙ୍କର ଆଖି ସତେ ଯେମିତି ମୋତେ କହୁଛି, ମାତା ଆମକୁ ବଞ୍ଚାଅ, ମା ଆମକୁ ବଞ୍ଚାଅ, ଆମେ ମରିବାକୁ ଚାହୁଁନୁ। ମାତ୍ର ଆମେ ସେତେବେଳେ ବଞ୍ଚାଇ ପାରିନଥିଲୁ ବୋହୁ, ଆମେ ସେମାନଙ୍କୁ ବଞ୍ଚାଇ ପାରିଲୁନି। ମୁଁ ସେମାନଙ୍କୁ ଜନ୍ମ ଦେଇଥିଲି ସତ, ହେଲେ ମା ହୋଇ ମଧ୍ୟ ସେମାନଙ୍କର ଜୀବନ ରକ୍ଷା ନ କରି ସେମାନଙ୍କର ମୃତ୍ୟୁକୁ ମୁଁ ଆଖିରେ ଦେଖି ହୃଦୟର ଦୁଃଖକୁ, ମନରେ ଉଠୁଥିବା ଦୁଃଖକୁ ହୃଦୟରେ ଚାପି ରଖି ବଞ୍ଚି ରହିଛି। ଏହାପରେ ବସୁଦେବ କହିଛନ୍ତି, ଶାନ୍ତ ହୋଇଯାଅ ଦେବୀ, ଶାନ୍ତ ହୋଇଯାଅ। ଏହାପରେ ଦେବକୀ କହିଛନ୍ତି, ଯାହାର ସଦ୍ୟଜାତ ପିଲାକୁ ନେଇ ତାର ଆଖି ସାମ୍ନାରେ ମରାଯାଏ, ସେ ମା କିପରି ଶାନ୍ତ ହୋଇଯିବ ସ୍ୱାମୀ? ଯେତେବେଳେ ନବଯୌବନ ପ୍ରାପ୍ତ ଅଭିମନ୍ୟୁର ମୃତ୍ୟୁ କଥା ଶୁଣିଲିଣି, ମୁଁ ନିଜକୁ ରୋକିପାରୁନି ସ୍ୱାମୀ। ମୋତେ ଲାଗୁଛି ଯାଦବ ବଂଶକୁ ବୋଧହୁଏ କାହାର ଅଭିଶାପ ଲାଗିଯାଇଛି, ଯାହାଦ୍ୱାରା କି ଏ କୂଳର ପ୍ରତ୍ୟେକ ଦୀପକ ଗୋଟିଏ ପରେ ଗୋଟିଏ ଲିଭି ଚାଲିଛନ୍ତି। ପ୍ରଦ୍ୟୁମ୍ନ ବାଳକ ଅବସ୍ଥାରେ ଯେତେବେଳେ ଅନ୍ତର୍ହିତ ହୋଇ କରାଯାଇଥିଲା ପ୍ରଦ୍ୟୁମ୍ନକୁ, ସେତେବେଳେ ରୁକ୍ମଣୀଙ୍କ ଠାରୁ ବେଶୀ ବ୍ୟଥିତ ମୁଁ ହୋଇଥିଲି। ଏହାପରେ ରୁକ୍ମଣୀ କହିଛନ୍ତି, ମାତା ପ୍ରଦ୍ୟୁମ୍ନକୁ ପିଲାଦିନରେ ଆମଠାରୁ ଦୂରାଇ ରଖି ପ୍ରଭୁ ତାଙ୍କର ଲୀଳା କରୁଥିଲେ, ଲୀଳା ଦେଖାଇବାକୁ ଚାହୁଁଥିଲେ। ତେଣୁ ଆମେ ସେଥିପାଇଁ ଦୁଃଖିତ ହେବା କଥା ନୁହଁ। ଆପଣଙ୍କର ମନେ ଥିବ ପ୍ରଦ୍ୟୁମ୍ନ ଦ୍ୱାରା ପ୍ରଭୁ କେମିତି ସମରାସୁରର ହତ୍ୟା କରାଇଥିଲେ। ଏହା ପ୍ରଭୁଙ୍କର ଲୀଳା ମାତ୍ର ଥିଲା। ଏହାପରେ ଦେବକୀ ଗର୍ଜି ଉଠି କହିଛନ୍ତି ଯେ କୃଷ୍ଣ ସିନା ଲୀଳା କରୁଥିଲା, ହେଲେ ତା ମାତାର ମନ ତ ପରୀକ୍ଷାରେ ପଡ଼ିଯାଇଥିଲା। ରୁକ୍ମଣୀ, ତମେ ସିନା ଆଜି ଏ ଲମ୍ବା କଥା କହୁଛ, ସେତେବେଳେ ତୁମର ମନର ଅବସ୍ଥାକୁ ଥରେ ଚିନ୍ତା କଲ। କୃଷ୍ଣ ଲୀଳା ବିଷୟରେ ତୁମେ ଜାଣିନଥିଲ। ତୁମଠାରୁ ତୁମ ପୁତ୍ରକୁ ଯେତେବେଳେ ହରଣ କରି ନିଆଗଲା, ତୁମ ମନର ଅବସ୍ଥା କ'ଣ ଥିଲା? ସେତେବେଳେ ତୁମର ମନର ଅବସ୍ଥା, ମନ ତ ପରୀକ୍ଷାରେ ପଡ଼ିଯାଇଥିଲା ନା। ଏହାପରେ ପରିସ୍ଥିତିର ଗମ୍ଭୀରତାକୁ ଦେଖି ଶ୍ରୀକୃଷ୍ଣ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ପିତାଶ୍ରୀ ମାତାଶ୍ରୀ, ଯାହା କିଛି ହୁଏ ବିଧିର ବିଧାନ ଅନୁସାରେ ହୋଇଥାଏ, ଶ୍ରୀକୃଷ୍ଣ କହିଛନ୍ତି। ଏହାପରେ ଦେବକୀ କହିଛନ୍ତି, ତାହେଲେ କୃଷ୍ଣ ବଦଳାଇ ଦିଅ ତୁମର ଏ ବିଧାନକୁ, ଯେଉଁ ବିଧାନ ମା ପାଖରୁ ତା ପୁତ୍ରକୁ ଚୋରାଇ ନେଇଥାଏ। ଏହାପରେ ବସୁଦେବ କହିଛନ୍ତି, ହେଲେ କିଏ ବଦଳାଇବ ଏ ବିଧାନକୁ? ଦେବକୀ କହିଛନ୍ତି, ହସି ଦେଇଛନ୍ତି ଏବଂ କହିଛନ୍ତି, ମୋ କୃଷ୍ଣ। ଦେଖିପାରିଛନ୍ତି ମା ଦେବକୀ କୃଷ୍ଣଙ୍କ ଭିତରେ ଭଗବାନ ବିଷ୍ଣୁଙ୍କୁ ଦେଖିପାରିଛନ୍ତି। ଜଳ ଜଳ ହୋଇ ଦେଖାଯାଉଛନ୍ତି। ଶ୍ରୀକୃଷ୍ଣ ଠିଆ ହୋଇଛନ୍ତି, ତାଙ୍କ ଭିତରେ ଭଗବାନ ବିଷ୍ଣୁ ଅଛନ୍ତି ଅନନ୍ତ ଶୟନରେ। ଦର୍ଶନ କଲା ପରେ ଦେବକୀ କୃଷ୍ଣଙ୍କୁ ବିଷ୍ଣୁ ରୂପରେ ସାଙ୍ଗେ ସାଙ୍ଗେ କହିଛନ୍ତି, ଆମର ପୁତ୍ର କୃଷ୍ଣ ବଳରାମ, ଆମର ପୁତ୍ର କୃଷ୍ଣ ଯେତେବେଳେ କହିଛନ୍ତି, ପୁଣି ଥରେ ରିପିଟ୍ କରିଛନ୍ତି ଯେ ଆମର ପୁତ୍ର କୃଷ୍ଣ ବଦଳାଇବ ନିୟମକୁ। ବଳରାମ ସାଙ୍ଗେ ସାଙ୍ଗେ କିଛି ଅଜାଣିଲା ପରି କହିଛନ୍ତି, କୃଷ୍ଣ? ଦେବକୀ କହିଛନ୍ତି, ହଁ, ଆମ ପୁଅ କୃଷ୍ଣ ବଦଳାଇ ପାରିବ ବିଧିର ଏ କ୍ରୂର ବିଧାନକୁ। ହେ ବାସୁଦେବ, ତୁମେ କ'ଣ
ଗୁରୁ ସନ୍ଦୀପନୀଙ୍କ ପୁତ୍ରକୁ ଯମଲୋକରୁ ଫେରାଇ ଆଣିନଥିଲ? କୃଷ୍ଣ ହଁ ଭରିଛନ୍ତି। ଏହାପରେ ପ୍ରଶ୍ନ କରିଛନ୍ତି ଦେବକୀ ଯେ କୃଷ୍ଣ ହେ ବସୁଦେବ, ତୁମେ କ'ଣ ମିତ୍ର ଅର୍ଜୁନକୁ ସେଦିନ ଅଗ୍ନିରେ ପ୍ରବେଶ କରିବା ପାଇଁ ବାରଣ କରିନଥିଲ ଏବଂ ତାଙ୍କୁ ଅର୍ଜୁନକୁ ଅଟକାଇ ଦ୍ୱାରିକାବେଶୀ ବ୍ରାହ୍ମଣ ପୁତ୍ରକୁ ଯମଲୋକରୁ ଫେରାଇ ଆଣି ଅର୍ଜୁନଙ୍କ ଶପଥର ମାନ ରଖିନଥିଲ? କୃଷ୍ଣ ପୁଣି ଥରେ ମୁହଁକୁ ପୋତି ହଁ ମାରିଛନ୍ତି। ଏହାପରେ ଦେବକୀ କହିଛନ୍ତି ପୁତ୍ର, ତୁମେ ଶିଷ୍ୟ ଧର୍ମ ପାଳନ କରିବାକୁ ଗୁରୁ ଏବଂ ଗୁରୁମାଙ୍କୁ ତାଙ୍କର ମୃତ୍ୟୁପୁତ୍ରକୁ ଯମଲୋକରୁ ଆଣି ସମର୍ପିଥିଲ। ଆଜି ତୁମେ ତୁମର ପୁତ୍ର ଧର୍ମ ପାଳନ କର। କୃଷ୍ଣ ନୀରବ ଅଛନ୍ତି। ଏହାପରେ ଦେବକୀ ପୁଣି କହିଛନ୍ତି, କ'ଣ ତୁମେ ମାତା ପିତାଙ୍କର ଇଚ୍ଛା ପୂର୍ତ୍ତି କରିପାରିବନି? ମାତା ପିତା ତ ପୁଅର ପ୍ରଥମ ଗୁରୁ ଅଟନ୍ତି। ଏହାପରେ କୃଷ୍ଣ କହିଛନ୍ତି ହଁ ଅଟନ୍ତି। ଏହାପରେ ଦେବକୀ କହିଛନ୍ତି, କ'ଣ ତୁମେ ତୁମ ମାତା ପିତାଙ୍କୁ ଗୁରୁ ଦକ୍ଷିଣ ଦେବାକୁ ପଛାଇଯିବ? ଏହାପରେ କୃଷ୍ଣ କହିଛନ୍ତି, ପଛାଇବାର ସମ୍ଭାବନା ନାହିଁ ମା, ପ୍ରଶ୍ନ ଉଠୁନି, ଆଦେଶ କରନ୍ତୁ, ମୁଁ ଅବଶ୍ୟ କରିବି। ମାତା ଏହାପରେ ଦେବକୀ କହିଛନ୍ତି, ମୁଁ ମୋର ମୃତ ପୁତ୍ରମାନଙ୍କୁ ହୃଦୟ ଏଥରେ ଲଗାଇବାକୁ ଚାହୁଁଛି ଦୟାଧନ। ମୁଁ ମୋ ପୁତ୍ରମାନଙ୍କୁ ମନ ଭରି ଦେଖିବାକୁ ଚାହୁଁଛି। ଏହାପରେ ବସୁଦେବ କହୁଛନ୍ତି, ହେ କୃଷ୍ଣ, ଆମେ ଦୁଇଜଣ ମହର୍ଷିଙ୍କ ଠାରୁ ତୁମର ମହିମା ଶୁଣି ସାରିଛୁ। ତୁମ ଚରିତ୍ର ଆଉ ଆମକୁ ଅଛପା ହୋଇନାହିଁ। ଆମେ ଜାଣିସାରିଛୁ ତୁମେ ମୃତ୍ୟୁ ଲୋକର ଜଣେ ସାଧାରଣ ମଣିଷ ନୁହଁ। ହାତ ଯୋଡ଼ି ପକାଇଛନ୍ତି ବସୁଦେବ ଏବଂ କହିଛନ୍ତି, ତୁମେ ହେଉତ ସଚିଦାନନ୍ଦ, ସାରା ଜଗତର ସାକ୍ଷାତ କାରଣ ପରମେଶ୍ୱର ତୁମେ। ଏହାପରେ ଦେବକୀ କହିଛନ୍ତି, କୃଷ୍ଣ, ପ୍ରସବ କାଳରେ ତୁମେ ମୋତେ ସାକ୍ଷାତକାର କରାଇଥିଲ କି ତୁମେ ହିଁ ଅବତାରୀ ପୁରୁଷ ବୋଲି। ମୁଁ ଜାଣିଛି ଅଧର୍ମର ନାଶ ପାଇଁ ତୁମେ ମୋ ଗର୍ଭରେ ପ୍ରକଟିତ ହୋଇଛ। ତୁମେ ହେଉଛ ଉତ୍ପତ୍ତି ଓ ବିନାଶର କାରକ। ପ୍ରଳୟ ତୁମର ହିଁ କାମ। ଏହାପରେ ଉଭୟ ଦେବକୀ ଓ ବସୁଦେବ ହାତ ଯୋଡ଼ିଛନ୍ତି କୃଷ୍ଣଙ୍କ ପାଖରେ ଏବଂ କହିଛନ୍ତି, ହେ ପ୍ରଭୁ, ଆଜି ଆମେ ଦୁଇ ଜଣ ଯାକ ଆପଣଙ୍କ ଶରଣକୁ ଆସିଛୁ। ଆମର ମୃତ ପୁତ୍ରଙ୍କ ସହ ଆମର ଦର୍ଶନ କରାଇ ଦିଅନ୍ତୁ ଏବଂ ଆମ ଜୀବନକୁ ସାର୍ଥକ କରନ୍ତୁ ପ୍ରଭୁ। ପୁତ୍ର ହେଲେ ମଧ୍ୟ ଏକଥା ସେଦିନ ଦେବକୀ ଓ ବସୁଦେବ କହିଛନ୍ତି। ଏହାପରେ କୃଷ୍ଣ ପିତାମାତାଙ୍କୁ ତଥାସ୍ତୁ ବୋଲି କହିଛନ୍ତି। ଏହାପରେ କୃଷ୍ଣ ବାହାରିଛନ୍ତି ଯମଲୋକକୁ। ଯମଲୋକରେ ପହଞ୍ଚିଗଲା କ୍ଷଣି ଯମରାଜ ଆସି ପ୍ରଣାମ କରିଛନ୍ତି ଏବଂ କହିଛନ୍ତି, ପ୍ରଭୁ ଆଜ୍ଞା କରନ୍ତୁ, କ'ଣ ମୁଁ ସେବା ଆପଣଙ୍କ ପାଇଁ କରିପାରେ? ଏହାପରେ କୃଷ୍ଣ କହିଛନ୍ତି, ମୋର 6 ଭାଇଙ୍କୁ ମୁଁ ଆପଣଙ୍କ ପାଖରୁ ନେବାକୁ ଆସିଛି। ସେମାନଙ୍କୁ ଦେଖିବାକୁ ମୋ ମାତା ଦେବକୀ ଏବଂ ପିତା ବସୁଦେବଙ୍କର ପ୍ରବଳ ଆଗ୍ରହ ଜାଗ୍ରତ ହୋଇଛି। ମୁଁ ସେମାନଙ୍କୁ ନେଇ ମୋ ପିତାମାତାଙ୍କ ହାତରେ ଅର୍ପଣ କରି ମୁଁ ପୁତ୍ର ଧର୍ମ ପାଳନ କରିବି। ଏହାପରେ ଯମରାଜ କହିଛନ୍ତି, କ୍ଷମା କରନ୍ତୁ ପ୍ରଭୁ, ସେମାନେ ମୋ ପାଖରେ ନାହାନ୍ତି। ପ୍ରଭୁ ପଚାରିଛନ୍ତି, ତାହେଲେ ସେମାନେ କେଉଁଠି ଅଛନ୍ତି? ଯମରାଜ କହିଛନ୍ତି, ଆପଣ ତ ସର୍ବଜ୍ଞାତ୍ୱା, ହେଲେ ତା ସତ୍ତ୍ୱେ ବି ଆପଣ ମୋତେ ପ୍ରଶ୍ନ ପଚାରୁଛନ୍ତି। ଯଦି ପଚାରୁଛନ୍ତି ତାହେଲେ ଶୁଣନ୍ତୁ ପ୍ରଭୁ, ଆପଣଙ୍କର ଦିବଙ୍ଗତ 6 ଭାଇ ସୁତଳ ଲୋକରେ ଥାଇ ନିଜର ମୁକ୍ତିର ପ୍ରତୀକ୍ଷା କରୁଛନ୍ତି। ସେ ସମୟରେ ରୁକ୍ମିଣୀ ମଧ୍ୟ ସାଙ୍ଗରେ ଥିଲେ। ରୁକ୍ମିଣୀ କହିଛନ୍ତି, ପ୍ରଭୁ ଆପଣଙ୍କ ଲୀଳା ଅପରମ୍ପାର। ଆପଣ ଜାଣିସାରିଛନ୍ତି ଯେ ଆପଣଙ୍କର ଭାଇମାନଙ୍କର, ଯେ ମୃତ ଭାଇମାନଙ୍କର ମୁକ୍ତିର ବେଳ ଆସିଗଲା। ସେଇଥିପାଇଁ ହଠାତ୍ ମାତା ଦେବକୀ ଏବଂ ପିତା ବସୁଦେବଙ୍କ ମନରେ ପୁତ୍ରଙ୍କୁ ଦେଖିବାର ଇଚ୍ଛା ଜାଗ୍ରତ ହେଲା ଏବଂ ଏହା ମାଧ୍ୟମରେ ଆପଣ ଆପଣଙ୍କର 6 ଭାଇଙ୍କୁ
ମୁକ୍ତି ପ୍ରଦାନ କରିବେ ନା। ଏହା କହି ପୁଣି ଥରେ ନମସ୍କାର କରିଛନ୍ତି କିଏ? ରୁକ୍ମିଣୀ। ଯେ ପ୍ରଭୁ ଆପଣଙ୍କ ଲୀଳାକୁ ନମସ୍କାର। ଏହାପରେ ଶ୍ରୀକୃଷ୍ଣ ବାହାରିଛନ୍ତି ସୁତଳକୁ। ସୁତଳକୁ କେତେବେଳେ ଯାଇଛନ୍ତି ରୁକ୍ମିଣୀକୁ ସାଙ୍ଗରେ ଦେଇନାହାନ୍ତି। ସୁତଳ ଅଭିମୁଖେ ଯାଇଛନ୍ତି। ସୁତଳର ରାଜା ହେଉଛନ୍ତି କିଏ? ସୁତଳ ଲୋକର ରାଜା ହେଉଛନ୍ତି ବଳି। ଜାଣିପାରିଛନ୍ତି ଯେ ପ୍ରଭୁ ମୋର ଆସୁଛନ୍ତି ସହଚିତ ଭକ୍ତ। ଯେତେବେଳେ ଭଗବାନ ଆସିବାର ଖବର ପାଇଛନ୍ତି ବଳି, ସେତେବେଳେ ଅତ୍ୟନ୍ତ ଖୁସି ହୋଇ ଅତ୍ୟନ୍ତ ଆନନ୍ଦିତ ହୋଇଯାଇଛନ୍ତି। ନାଚିବାକୁ ଆରମ୍ଭ କରିଛନ୍ତି ବଳି। ଯେ ଯାହା ହେଉ ଏତେ ଦିନ ପରେ ପୁଣି ଥରେ ମୁଁ ମୋ ଭଗବାନଙ୍କୁ ଦର୍ଶନ କରିବାକୁ ଯାଉଛି। ତାଙ୍କ ରାଣୀମାନଙ୍କୁ କହିଛନ୍ତି ଏବଂ ପ୍ରଜାଗଣକୁ ନିର୍ଦ୍ଦେଶ ଦିଅନ୍ତୁ ଏ ସୁତଳ ଲୋକକୁ ଖୁବ୍ ସୁନ୍ଦର ଭାବରେ ସଜାଇ ଦିଅନ୍ତୁ। ସୁତଳ ଲୋକର ସମସ୍ତ ରାସ୍ତାରେ ଫୁଲ ବିଛାଇ ଦିଅନ୍ତୁ, କାହିଁକି ନା ମୋ ପ୍ରଭୁ ଆସୁଛନ୍ତି। ଏହା କହି ଖାଲି ବସି ନାହାନ୍ତି, ଚୁପ୍ ହେଇ ଦୌଡ଼ିଛନ୍ତି। ରାଣୀମାନେ ପ୍ରଜାଗଣ ପଚାରିଛନ୍ତି, ହେ ମହାରାଜ ଆପଣ କୁଆଡ଼େ ଯାଉଛନ୍ତି? ସାଙ୍ଗେ ସାଙ୍ଗେ କହିଛନ୍ତି, ଆପଣମାନେ ଏଠି ସମସ୍ତ ବ୍ୟବସ୍ଥାକୁ ଦେଖନ୍ତୁ, ମୁଁ ଦୌଡ଼ି ଦୌଡ଼ି ଯାଉଛି ମୋ ପ୍ରଭୁଙ୍କ ପାଖକୁ। ପ୍ରଭୁ ସୁତଳ ଲୋକରେ ଯେତେବେଳେ ପ୍ରବେଶ କରିବେ, ସେ ପ୍ରବେଶ ଦ୍ୱାରରେ ମୁଁ ହିଁ ତାଙ୍କୁ ପ୍ରଥମେ ଦେଖିବି ଏବଂ ଏମିତି କଲେ ମୁଁ ବେଶୀ ସମୟ ପ୍ରଭୁଙ୍କ ସାନ୍ନିଧ୍ୟରେ ରହିପାରିବି। ଦୌଡ଼ିବା ଆରମ୍ଭ କରିଛନ୍ତି ବଳି। ଏବଂ ବଳି ଯେତେବେଳେ ଆଗେଇ ଯାଇଛନ୍ତି କେଉଁଠିକି? ସୁତଳ ଲୋକର ଦ୍ୱାର ଦେଶକୁ। ପ୍ରଭୁ ଆସି ପହଞ୍ଚି ଯାଇଛନ୍ତି। ପ୍ରଥମେ ପ୍ରଭୁ ଦେଖାଇଛନ୍ତି ସେଇ ରୂପ, ସେ ବାମନ ଅବତାର ରୂପ। ତାପରେ ବହୁତ ବଡ଼ ହୋଇଯାଇ ଭଗବାନ ପୁଣି ଥରେ ବିଷ୍ଣୁ ରୂପକୁ ଫେରିଛନ୍ତି। ବିଷ୍ଣୁ ରୂପରେ ଦର୍ଶନ ଦେଇଛନ୍ତି ରାଜା ବଳିଙ୍କୁ। ରାଜା ବଳିଙ୍କର ମନେ ପଡ଼ିଛି ସେଦିନର କଥା। ଯେତେବେଳେ ପ୍ରଭୁ ବାମନ ଅବତାର ଦେଖିଲା ପରେ ବଳି ମନେ ପକାଇଛନ୍ତି, ମୁଁ କାହିଁକି ଆଜି ସୁତଳ ଲୋକରେ। କାରଣ ହେଉଛି ଯେତେବେଳେ ପ୍ରଭୁ ତିନି ପାଦ ଭୂମି ମାଗିଲେ ଏବଂ ଶେଷରେ ବଳିକୁ ଉଦ୍ଧାର କରିବାର ସମୟ ଆସିଲା, ସେତେବେଳେ ବଳିଙ୍କୁ କହିଲେ, ମୁଁ ତୁମ ଉପରେ ଅତ୍ୟନ୍ତ ପ୍ରସନ୍ନ ବଳି। ଗୁରୁଙ୍କ ଅଭିଶାପ ଏବଂ ମୋ ମାୟାକୁ ମଧ୍ୟ ଭୟ ନ କରି ସବୁ ହରାଇ ମଧ୍ୟ ନିଜର ବଚନ ପୂର୍ତ୍ତି କରିଛ ତୁମେ। ଅତଃ ମୁଁ ତୁମକୁ ସେ ସ୍ଥାନ ଦେଉଛି ଯେ ଭବିଷ୍ୟତରେ ତୁମକୁ ଇନ୍ଦ୍ରପଦ ମିଳିବ। ସେ ସମୟ ଟିକେ ଡେରି ଅଛି। ଯେତେ ଦିନ ପର୍ଯ୍ୟନ୍ତ ତୁମକୁ ଇନ୍ଦ୍ରପଦ ମିଳିନାହିଁ, ତୁମେ ଯାଅ ବଳି ତୁମ ଜେଜ ଅର୍ଥାତ୍ ପ୍ରହ୍ଲାଦଙ୍କ ସହ ଭୂତଳ ଲୋକରେ ଆନନ୍ଦରେ ରହ। ସେହିଦିନ ଠାରୁ ଭୂତଳ ଲୋକରେ ଅଛନ୍ତି କିଏ? ବଳି। ସେ କଥା ମନେ ପକାଇଛନ୍ତି। ପ୍ରଭୁଙ୍କୁ ଦେଖେଇ ବଳି କହୁଛନ୍ତି, ଆପଣ ଆସି ସୁତଳ ଲୋକକୁ ଧନ୍ୟ କରିଦେଇଛନ୍ତି ପ୍ରଭୁ। ବଳି କହିଛନ୍ତି, ପ୍ରଭୁ ବାମନ ଅବତାରରେ ମୋ ମୁଣ୍ଡ ଉପରେ ପାଦ ରଖି ମୋତେ ଉଦ୍ଧାର କରିଥିଲେ। ପ୍ରଭୁ ଏବେ ଆଶୀର୍ବାଦ ସ୍ୱରୂପ ମୋ ମୁଣ୍ଡରେ ଟିକିଏ ହାତ ବୁଲେଇ ଦିଅନ୍ତୁ। ଏହା କହି ନଇଁ ପଡ଼ିଛନ୍ତି ବଳି। ପ୍ରଭୁ ହାତ ବୁଲାଇ ଦେଇଛନ୍ତି ବଳିଙ୍କର ମୁଣ୍ଡରେ। ଏହାପରେ ପ୍ରଭୁ ତଥାସ୍ତୁ କହିଛନ୍ତି ଯେ ବଳି ତୁମେ ମହାନ ସଂସାରରେ ଥିଲା ଯାଏଁ, ସଂସାର ଯେପର୍ଯ୍ୟନ୍ତ ଅଛି ସେ ପର୍ଯ୍ୟନ୍ତ ଜଣେ ସର୍ବଶ୍ରେଷ୍ଠ ଦାନୀ ରୂପରେ ତୁମ ନାଁ ପ୍ରଚାର ପ୍ରସାର ହେଉଥିବ। ତୁମେ ଭକ୍ତଙ୍କର ମାର୍ଗଦର୍ଶନ କରିବ। ତୁମ ଭଳି ଦାନୀ ଏ ସଂସାରରେ କେହି ନାହିଁ। ତୁମେ ମୋର ଅତି ପ୍ରିୟ ଭକ୍ତ। ଏହାପରେ ବଳି କହିଛନ୍ତି, ପ୍ରଭୁ ଆପଣଙ୍କର ଏ ସୁତଳପୁରକୁ ଆସି ଆମ ସମସ୍ତଙ୍କୁ ଅନୁଗ୍ରହିତ କରିଛନ୍ତି। ଭଗବାନ ଆଜି ଭକ୍ତ ଦ୍ୱାରକୁ ଆସିଛନ୍ତି, କ'ଣ ସେବା କରିପାରିବି ମୋତେ ଆଦେଶ କରନ୍ତୁ। ଏହାପରେ ଆରମ୍ଭ କରିଛନ୍ତି ପ୍ରଭୁ ଯେ ପ୍ରଜାପତିଙ୍କର ପତ୍ନୀ 6 ଦେବତାଙ୍କୁ ଜନ୍ମ ଦେଇଥିଲେ। ସେମାନେ କ'ଣ କଲେ? ବ୍ରହ୍ମଦେବଙ୍କୁ ଉପହାସ କଲେ ଏବଂ ସେମାନଙ୍କର ଏ ଅପରାଧ ପାଇଁ ବ୍ରହ୍ମଦେବ ସେମାନଙ୍କୁ ଦଣ୍ଡିତ କରିବା ପାଇଁ ଅଭିଶାପ ଦେଲେ। ସେ 6 ଦେବତାଙ୍କୁ ଅସୁର ଯୋନି ମିଳିଲା। ସେମାନେ ହିରଣ୍ୟକଶ୍ୟପଙ୍କର କୂଳରେ ଜନ୍ମ ହେଲେ। ଏହି 6 ଦେବତା ଜନ୍ମ ମୃତ୍ୟୁର ଚକ୍ରରେ ପେଶି ହୋଇ ଚାଲିଲେ, ବାରମ୍ବାର ଜନ୍ମ ଲାଭ କଲେ, ମୁକ୍ତି ପାଇପାରିଲେ ନାହିଁ। ଅଲଗା ଅଲଗା ଯୋନିରେ ଜନ୍ମ ନେଉଥିଲେ। ଶେଷରେ ଏମାନେ କ'ଣ କଲେ? ଯୋଗମାୟାଙ୍କ ଶରଣକୁ ଗଲେ। ଯୋଗମାୟା ସେମାନଙ୍କର ପ୍ରାର୍ଥନାରେ ଦ୍ରବୀଭୂତ ହୋଇ
ସେମାନେ ଏମାନଙ୍କୁ ମୋ ମାଆଙ୍କର ଗର୍ଭରେ ଛାଡ଼ିଦେଲେ। ମୋ ମା ଏ ଦେବତାମାନଙ୍କୁ ଜନ୍ମ ଦେଲେ। ମୋ ମାମୁଁ କଂସ ଏମାନେ ଜନ୍ମ ହେଉ ହେଉ ଏମାନଙ୍କୁ ମାରିଦେଲେ। ହେ ମହାତ୍ମା ବଳି, ସେମାନେ ଏବେ ଆପଣଙ୍କ ପାଖରେ ଅଛନ୍ତି। ସେଇ ପିଲାମାନଙ୍କୁ କୋଳରେ ଧରିବା ପାଇଁ, ହୃଦୟରେ ଚାପି ରଖିବା ପାଇଁ, ଦେଖିବା ପାଇଁ ମୋ ମା ବାପାଙ୍କର ଅତ୍ୟନ୍ତ ଇଚ୍ଛା ହୋଇଛି। ତେଣୁ ମା ବାପାଙ୍କର ଇଚ୍ଛା ପୂର୍ତ୍ତି ପାଇଁ, ପୁତ୍ରର ଧର୍ମ ପାଳନ କରିବା ପାଇଁ ମୁଁ ଆଜି ଆସିଛି ତୁମ ଦ୍ୱାରକୁ ସେଇ ପିଲାମାନଙ୍କୁ ନେବା ପାଇଁ। ସେଇଥିପାଇଁ ମୋର ତୁମ ପାଖକୁ ଆଗମନ। ମୁଁ ହେଉଛି ସେମାନଙ୍କର ସେମାନେ ହେଉଛନ୍ତି ମୋର ଜ୍ୟେଷ୍ଠ ଭ୍ରାତା। ଛୋଟ ଶିଶୁ ରୂପରେ ସେମାନେ ଆଜି ଆପଣଙ୍କ ପାଖରେ ଅଛନ୍ତି। ମୁଁ ସେଇମାନଙ୍କୁ ନେବାକୁ ଆସିଛି। ଏହାପରେ ବଳି ପ୍ରଭୁଙ୍କୁ ନେଇ ଯାଇଛନ୍ତି କୃଷ୍ଣଙ୍କର ଏଇ 6 ଭ୍ରାତାଙ୍କ ପାଖକୁ। କୃଷ୍ଣ ଦେଖୁଛନ୍ତି କୃଷ୍ଣଙ୍କର ବଡ଼ ଭାଇମାନେ ଛୋଟ ଛୋଟ ଛୁଆରେ ପରିଣତ ହୋଇ ସେଠି ଶୋଇଛନ୍ତି। ଯେତେବେଳେ କୃଷ୍ଣଙ୍କୁ ଦେଖିଛନ୍ତି ସେ ଦୃଶ୍ୟ ବହୁତ ସୁନ୍ଦର ଦୃଶ୍ୟ। କେହି କିଛି ବୁଝିପାରିନାହାନ୍ତି। କୃଷ୍ଣ ଏବଂ ତାଙ୍କର ଏଇ ଯେଉଁ ଛୋଟ ଛୋଟ 6 ଭାଇ ଛୁଆ ରୂପରେ ଅଛନ୍ତି, ତାଙ୍କ ଭିତରେ ଆଖିରେ ଆଖିରେ କଥୋପକଥନ ଚାଲିଛି। ସେମାନେ ସମସ୍ତେ ପ୍ରଥମେ କୃଷ୍ଣକୁ ଦେଖି ହସିବା ଆରମ୍ଭ କରିଛନ୍ତି। ତାପରେ ପରେ ଆଖିରେ ଆଖିରେ ପାଟିର ଯେଉଁ କଥା ବୁଝି ହେବନି ସେ ଅସ୍ପଷ୍ଟ ସ୍ୱରରେ ସେମାନେ ସତେ ଯେମିତି କହୁଛନ୍ତି ପ୍ରଭୁଙ୍କୁ, ଆମକୁ ଉଦ୍ଧାର କର, ଆମକୁ ଉଦ୍ଧାର କର, ଆମକୁ ରକ୍ଷା କର, ଆମକୁ ମୁକ୍ତି ପ୍ରଦାନ କର। ଏହାପରେ ମିଳାଣି ନେଇଛନ୍ତି ବଳିଙ୍କ ପାଖରୁ ନିଜ 6 ଭାଇଙ୍କୁ ଆଣି ପ୍ରଦାନ କରିଛନ୍ତି ନିଜ ମାତା ଦେବକୀ ଓ ପିତା ବସୁଦେବଙ୍କୁ। ଆନନ୍ଦରେ ଯେତେବେଳେ ପାଇଯାଇଛନ୍ତି ନିଜର ମୃତ ପିଲାମାନଙ୍କୁ ସେଇ ବାଲ୍ୟାବସ୍ଥାରେ ଛୋଟ ଛୋଟ କୁନି କୁନି ଭାବରେ, କୁନି କୁନି ରୂପରେ ମା ଦେବକୀ ବସୁଦେବଙ୍କର ଆନନ୍ଦ କହିଲେ ନ ସରେ। କୁଣ୍ଢାଇ ପକାଇଛନ୍ତି ପୁଅକୁ, ଗେଲ କରି ଚାଲିଛନ୍ତି ପୁଅମାନଙ୍କୁ। ଗୋଟିଏ ପରେ ଗୋଟିଏ ପୁଅକୁ ଗେଲ କରୁଛନ୍ତି। ଅନେକ ସମୟ ଜାବୁଡ଼ି ଧରିଛନ୍ତି। ଇଏ ଗୋଟିଏ ପୁଅ ଧରକାକୁ ଚୁମା ଦେଲେଣି ତ ବସୁଦେବ ଆଉ ଗୋଟେ ପୁଅକୁ ଚୁମା ଦେଲେଣି। କୋଳରେ ଜାବୁଡ଼ି ଧରିଲେଣି, ଇଏ ତ ବସୁଦେବ ବି ଜାବୁଡ଼ି ଧରିଲେଣି। ଏମିତି ବହୁତ ସମୟ ଚାଲିଛି। କୃଷ୍ଣ କହିଛନ୍ତି, ମା, ମୁଁ ଆଜି ଯେଉଁ ଗୁରୁ ଦକ୍ଷିଣା କଥା କହୁଥିଲ, ଯେଉଁ ପୁତ୍ରର ଦକ୍ଷିଣା କଥା କହୁଥିଲେ, ମୁଁ ଆଜି ଆପଣଙ୍କୁ ଦେଇଛି। ମା ଯେତେ ଚେଷ୍ଟା କଲା ପରେ ମଧ୍ୟ ସେ ଋଣ ତ ଆପଣଙ୍କ ସୁଝି ହେବ ନାହିଁ। ତଥାପି ଏହାକୁ ଗ୍ରହଣ କରନ୍ତୁ। ଏହାପରେ ବସୁଦେବ ଦେବକୀ ହାତ ଯୋଡ଼ି ପକାଇଛନ୍ତି କୃଷ୍ଣଙ୍କ ସାମ୍ନାରେ ଏବଂ କହିଛନ୍ତି, କୃଷ୍ଣ, ମୋ ମାତୃତ୍ୱର ଯେଉଁ ଅଧୁରାପଣ ଥିଲା, ଯେ ପିଲାମାନଙ୍କୁ ମୁଁ ଥରେ ଧରିପାରିନଥିଲି କୋଳରେ, ଜାବୁଡ଼ି ଧରିପାରିନଥିଲି, ସେମାନଙ୍କୁ ଦେଖିପାରିନଥିଲି ମନ ପୁରାଇ, ସବୁ ଆଜି ସମ୍ଭବ ହୋଇପାରିଲା କେବଳ ତୁମରି ପାଇଁ। ତୁମର ଏ ଋଣ ଆମେ ସୁଝିପାରିବୁ ନାହିଁ। ଏହାପରେ ରୁକ୍ମଣୀ କହିଛନ୍ତି, ମା, ସେ କଥା କ'ଣ କହୁଛନ୍ତି? ଏ ଜନ୍ମକୁ ମିଶାଇ 3 ଜନ୍ମ ହେଲା ଇଏ ପା ଆପଣଙ୍କର ପୁତ୍ର ରୂପେ ଜନ୍ମ ହୋଇଛନ୍ତି। ଏହା ହେଉଛି ଆପଣଙ୍କର ତପସ୍ୟାର ଫଳ। ଏହାପରେ ହଠାତ୍ ଦେବକୀଙ୍କର ମନେ ପଡ଼ିଛି କେମିତି ତପସ୍ୟା କରିଥିଲେ, କେମିତି କୃଷ୍ଣକୁ। ଏ ବହୁତ ବଡ଼ କଥା, ବହୁତ ଜିନିଷ, ସବୁ ଆଲୋଚନା ବର୍ତ୍ତମାନ କରିବା ନାହିଁ। ହଠାତ୍ ଦେବକୀ ଯେତେବେଳେ ଭାବି ନେଇଛନ୍ତି, ବାସ୍ତବିକତାକୁ ଫେରିଛନ୍ତି ଯେ ମୁଁ ଜଣେ ଭଗବାନଙ୍କର ମା ହୋଇ ମଧ୍ୟ ମୁଁ ଆଜି କି ଭୁଲ କଲି? ଜନ୍ମ ମୃତ୍ୟୁର ଚକ୍ରରେ ମୁଁ ଆଜି ହାତ ମାରିଦେଲି ନା? ଯଦି ଜଣେ ଭଗବାନଙ୍କର ମା ହୋଇ ଏ ଭୁଲ କରେ, ତାହେଲେ ସମାଜ ଚାଲିବ ତ, ଏ ସଂସାର ଚାଲିବ ତ? ଏହାପରେ ହଠାତ୍ ଦେବକୀ ଯେତେବେଳେ ଏ କଥା ମନକୁ ଆସିଛି, ଏ ପିଲାମାନଙ୍କୁ ଦେଖି କ'ଣ ଭାବିଛନ୍ତି କେଜାଣି? ଇଏ ହେଉଛି ପ୍ରଭୁଙ୍କ ଲୀଳା। ସାଙ୍ଗେ ସାଙ୍ଗେ ମନ ପରିବର୍ତ୍ତନ ହୋଇଯାଇଛି ଦେବକୀଙ୍କର। ସେ ଫେରି ଆସିଛନ୍ତି ଏବଂ କୃଷ୍ଣଙ୍କ ପାଖକୁ ଏବଂ କହିଛନ୍ତି, ପ୍ରଭୁ, ମୁଁ ଏମାନଙ୍କୁ ପାଇବାର ଜିଦ୍ କରି ଏମାନଙ୍କ ମୁକ୍ତି ପଥର ପ୍ରତିବନ୍ଧକ ହୋଇନି ତ? ଜନ୍ମ ମୃତ୍ୟୁର ବନ୍ଧନରେ, ମମତାର ବନ୍ଧନରେ ବାନ୍ଧିବାକୁ ଯାଇ ମୁଁ ଏମାନଙ୍କର ମୁକ୍ତିର ରାସ୍ତାକୁ ବନ୍ଦ କରିଦେଇନି ତ? ଜନ୍ମ ମୃତ୍ୟୁର ଏ ଚକ୍ରରେ ଭଗବାନଙ୍କର ମା ହୋଇ ହାତ ମାରିବା କ'ଣ ମୋର ଉଚିତ ହୋଇଛି? କୁହ କୃଷ୍ଣ, ମୋ ପୁତ୍ରମାନଙ୍କୁ ମୁକ୍ତି ଦେବ ତ? ତୁମେ ମୋତେ ବଚନ ଦିଅ, ତୁମେ ସେମାନଙ୍କୁ ମୁକ୍ତି ପ୍ରଦାନ କରିବ। ଏହାପରେ ବଳରାମ ସାଙ୍ଗେ ସାଙ୍ଗେ କହିଛନ୍ତି, ମା, ତୁମେ
ଆଗେ ତୁମ ମମତାର ବନ୍ଧନକୁ ଯଦି ଢିଲା କରିଦେବ ନା, ତେବେ ଏ ଦେବଗଣ ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତ ହୋଇଯିବେ। ଦେବକୀ ପୁଣି ଥରେ ସେ ପିଲାମାନଙ୍କୁ ଅତି ପାଖରୁ ନିବିଡ଼ ଭାବରେ ଶେଷ ଦର୍ଶନ କରିଛନ୍ତି, ସମସ୍ତ ମୋହମାୟାକୁ ହଟାଇଛନ୍ତି। କାରଣ ସେ ଜାଣିଛନ୍ତି ଯେତେ ମୋହମାୟାରେ ମୁଁ ଏମାନଙ୍କୁ ବାନ୍ଧିବାକୁ ଚେଷ୍ଟା କରିବି, ଏମାନଙ୍କର ମୁକ୍ତିର ସମୟ ସେତେ ବିଳମ୍ବ ହେବ। ହଠାତ୍ କରି କ୍ରୂର ହୋଇଯାଇଛନ୍ତି, ନିଷ୍ଠୁର ହୋଇଯାଇଛନ୍ତି ଏବଂ କହିଛନ୍ତି, ହେ ବଳରାମ, ହେ କୃଷ୍ଣ, ମୁଁ ଏ ପିଲାମାନଙ୍କ ପ୍ରତି ଥିବା ସମସ୍ତ ମମତାକୁ ଆଜି ମାରି ଦେଇଛି, କାରଣ ମୋ ପିଲାମାନଙ୍କର ମୁକ୍ତି ଦରକାର। କାନ୍ଦୁଛନ୍ତି କୃଷ୍ଣ, ବସୁଦେବ ଏବଂ ଦେବକୀ, ଆଖିରୁ ଝରଝର ଏଇ ଲୁହ ବହୁଛି। ପିଲାମାନଙ୍କୁ ସହିତ ସମସ୍ତ ସମ୍ପର୍କକୁ ଆଜି କାଟିବାକୁ ପଡ଼ୁଛି, କାରଣ ସେ ପିଲାମାନଙ୍କର ମୁକ୍ତି ଦରକାର। ଯେମିତି ଏତିକି କହିଛନ୍ତି, ସାଙ୍ଗେ ସାଙ୍ଗେ ଦେବକୀ ଏକଥା ଯେତେବେଳେ କହିଛନ୍ତି, ଅତି କଠୋର ଭାବରେ ଏ ବାଳକମାନଙ୍କୁ ଅନେଇଛନ୍ତି। ଆଜି ବାତ୍ସଲ୍ୟ ଭରା ମମତାର ଅନେଇବା ନୁହଁ, କ୍ରୂରତାରେ ଅନେଇଛନ୍ତି କାହାକୁ? ଏ ପିଲାମାନଙ୍କୁ। ସାଙ୍ଗେ ସାଙ୍ଗେ କୃଷ୍ଣ ଆଶୀର୍ବାଦ ଦେଇଛନ୍ତି, ହାତ ଟେକି ଦେଇଛନ୍ତି ଏବଂ ଯେତେବେଳେ ହାତ ଟେକି ଦେଇଛନ୍ତି କୃଷ୍ଣ, ସାଙ୍ଗେ ସାଙ୍ଗେ ସେ ଯେଉଁ ଶୋଇ ରହିଥିବା ଦେବକୀଙ୍କର ସେଇ 6 ପୁତ୍ର 6 ଜଣ ଦେବତାରେ ପରିଣତ ହୋଇଯାଇ ଠିଆ ହୋଇଛନ୍ତି ସାମ୍ନାରେ। ପ୍ରଣାମ କରିଛନ୍ତି କୃଷ୍ଣ, ବଳରାମ, ରୁକ୍ମଣୀ, ଦେବକୀ ଏବଂ ବସୁଦେବଙ୍କୁ ପ୍ରଣାମ କରି ସ୍ୱଦେହରେ କ'ଣ ହେଇଛି, ସ୍ୱର୍ଗଧାମକୁ ଯାତ୍ରା କରିଛନ୍ତି, ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତ ହୋଇଛନ୍ତି। ଆଶା କରୁଛି ଦର୍ଶକ ବନ୍ଧୁ, ଆଜିର ଏ କଥା ନିଶ୍ଚିତ ଭାବରେ ଆପଣମାନଙ୍କୁ ଆମୋଦିତ କରିବ। ଆଗାମୀ ଭିଡ଼ିଓରେ ପୁଣି ଥରେ ଦେଖାହେବ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।